ଲବକୁଶ ଆରେ ଆସ ଲବକୁଶ ଆସ ଆସ ଲବକୁଶ ଲବକୁଶ ଆମର ପ୍ରଣାମ ଗ୍ରହଣ କରନ୍ତୁ ଅଜା। ଆରେ ହେଲା ବାବା ହେଲା 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 ଉଠ ଉଠ ସେତିକି ଥାଉ ସେତିକି ଥାଉ। ଆରେ ମୋ ଆଶ୍ରମ ସାରା ବୁଲି ଆସିଲାଣି ତମେ କୋଉଠି ଥିଲ ଲବକୁଶ? ଅଜା କେତେ ଖୋଜିଲାଣି ତୁମକୁ? ଆମେ ଆଜି ମାଙ୍କ ସାଙ୍ଗରେ ଦୋଳି ଖେଳୁଥିଲୁ ଅଜା। ଆଚ୍ଛା ଆଚ୍ଛା ତାହେଲେ ତମେ ମାଙ୍କ ସାଙ୍ଗରେ ଦୋଳି ଖେଳୁଥିଲ? ହଁ ଅଜା। ଆଚ୍ଛା ତାହେଲେ ମା ତୁମକୁ କଣ କହିଛନ୍ତି? ଅଜା ମା ହଁ ହଁ ଆମକୁ କହିଲେ ହଁ ଅଜାଙ୍କ ଠାରୁ ବିଦ୍ୟା ଶିଖିକି ଆସିବ। ଏ କଥା କହିଛନ୍ତି ମା? ହଁ ଅଜା। ଆରେ ମୁଁ ତ ବୁଢା ହେଇଗଲାଣି କି ବିଦ୍ୟା ତୁମକୁ ଶିଖେଇବି ରେ? ନାଇଁ ଅଜା ତେମେ ଶିଖେଇବ ମାନେ ଶିଖେଇବ। ଆଚ୍ଛା ହଉ ତମେ ଯଦି ଲବକୁଶ ଜିଦି କରୁଛ ତାହେଲେ ଅଜା। ମୁଁ ତୁମକୁ ବିଦ୍ୟା ଶିଖେଇବି। ହଁ ଅଜା। ବସ 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 ଶିଖେଇବି ତ। ଆଚ୍ଛା ଲବକୁଶ ଏକ ଲୟରେ ହସ୍ତ ଯୋଡି ବିଦ୍ୟା ଶିକ୍ଷା ଆରମ୍ଭ କରିବା ହେଲା। ସୁବିଧା ତ ଲବକୁଶ? ଏକ ଲୟରେ ହସ୍ତ ଯୋଡ ମୁଁ ଯାହା କହିବି ତମେ ସେଇଆ ଶିଖିବ ହେଲା। କଣ କହିଲି? ମୁଁ ଯାହା କହିବି ତମେ ସେଇଆ ଶିଖିବ ହେଲା। ଆରମ୍ଭ କରିବା। ହଁ ଆଚ୍ଛା ହଉ କୁହ। ଓ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଓ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରଭେ ନମଃ। ତସ୍ମୟ ଶ୍ରୀ ଗୁରବେ ନମଃ। ଆରେ ବା ଅଜା ତୁମେ ତ ବିଦ୍ୟା ଶିକ୍ଷା ସାରିଦେଲ ରେ ଲବକୁଶ। ଅଜା ତୁମେ ବିଦ୍ୟା ଶିକ୍ଷା ସାରିଦେଲ। ଉଠ ଏଥର ଉଠ। ଆଚ୍ଛା ଲବକୁଶ ଅଜା ମୋର ତପସ୍ୟା ବେଳ ହେଇଗଲା। ତୁମେ ତ ବିଦ୍ୟା ଶିଖିବା ପାଇଁ କହିଥିଲ ହଁ ଅଜା ଶିଖିଲ। ହଁ ମୁଁ ଏବେ ତପସ୍ୟାକୁ ଯାଉଛି ହଁ ହେଲା। ଅଜା ରୁହ ଅଜା ଅଜା ରୁହ 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 ଅଜା ଆରେ ପୁଣି କଣ ହେଲା? ଆମେ ବିଦ୍ୟା ଧନୁ ବିଦ୍ୟା ଶିଖିନୁ ଧନୁ ବିଦ୍ୟା ଶିକ୍ଷା ଆମକୁ। ଆରେ ହେ ତମେ ତ କହିଲ ବିଦ୍ୟା ଶିଖିବୁ ନାଇଁ ତମକୁ ଅଜା ବିଦ୍ୟା ଶିଖେଇଲି। ଆମେ ସେମିତି ତମେ ଛାଡିବୁନୁ। ପୁଣି କହୁଛ ଧନୁ ବିଦ୍ୟା ଶିଖିବ। ହଁ ଆରେ ମୁଁ ପୁରା ବୁଢା ହେଇଗଲାଣି। ନାଇଁ ଅଜା ଶିକ୍ଷା ମାନେ ଶିକ୍ଷା ନହେଲେ ଦାଢି ଉପାଡି ଦେବି। ଆରେ ଦାଢି ତ ତମର ନାହିଁ ବୋଲି ଏ ଲକଲି ଦାଢି ଲଗେଇଛି। ତୁ ଯଦି କହୁଛୁ ତାକୁ ଓପାଡ଼ି ଦବୁ ମୁଁ ପୁଣି କଣ କରିବି କେମିତି କଣ କରିବି? ନାଇଁ ଅଜା ହଉ ଶିକ୍ଷା। ତାହେଲେ ତମେ ଯଦି ଜିଦି ଧରୁଛ ହଁ ତାହେଲେ ଧନୁ ବିଦ୍ୟା ଶିଖେଇବି। ହଁ ଅଜା ଆଣିଛ? ହଁ ଆଣିଛୁ। ଦେଖି କେମିତି ଆଣିଛ? ମୁଁ ଟିକେ ଦେଖି ତମର ଧନୁ କେମିତିକା। ଏ ଇଏ ସତରେ ଅଜା ଆଣିଛନ୍ତି ଆଉ। ମାରିବି ମାରିବି ରହ ଫୁଟେଇବି ଜୋରା ଦେବି ଜୋରା। ବାବା ରହ। ଆରେ ଲବକୁଶ ଅଜା ଆରେ ମତେ ତମେ ଫୁଟେଇଲେ ମୁଁ କଣ ସମ୍ଭାଳି ପାରିବି? ହଁ ଆରେ ମୁଁ ପୁରା ବୁଢା ହେଇଗଲାଣି। ଅଜା ଆରେ ମତେ ତମେ ଫୁଟେଇଲେ କଣ ସମ୍ଭାଳି ପାରିବି? ହଉ ତାହେଲେ ତମେ ଧନୁ ବିଦ୍ୟା ଶିଖିବ। ହଉ ଟିକେ ଧନୁଷ ଆରେ ସଳକି ଅଜା ଆରେ ଫୁଟେଇବି। ଇଏ ଧନୁର ବିଦ୍ୟା ଶିଖିବେ ହେ। ହଁ ଆରେ ଏମିତି ଓଲଟା କଣ ଧରିଛ କି? ଅଜା ଆଉ କେମିତି ଧରିବୁ? ଆରେ ଏମିତି ଧରନ୍ତିନି ରେ ଧନୁ। ଆଉ ଅଜା ଏମିତି ଧରିବୁ? ଆଚ୍ଛା ତାହେଲେ ମୁଁ କହିବାକୁ ପଡିବ ହଁ ତମକୁ ନାଇଁ? ଅଜା ଦେଖ ମୁଁ ତମକୁ ଶିଖେଇ ଦଉଛି
କେମିତି ଧରାଯାଏ ହେଲା। ହଁ ରହିଥାଅ ମୋର ୟାକୁ ସବୁ ଥୋଇ ଦିଏ ମୁଁ ତମକୁ ଶିଖେଇଦେବି ହେଲା। ହଁ ଅଜା ଟିକେ ରୁହ। ଆଚ୍ଛା ଲବକୁଶ ଅଜା ଦେଖି ମତେ ଟିକେ ଧନୁଟା ଦେଖେଇଲ। ନିଅ ଅଜା ଏଇଠି ଦେଖ ଦେଖିବି। ଏଇଭଳି ଭାବରେ ଧରିବ ହେଲା। କହିଲି ଅଜା ଏଇଟା ହଉଛି କଣ କହିଲ ସର। ସର ଏ ସରଟାକୁ ଏହିଭଳି ଭାବରେ ଜୋଖିବ ତାପରେ ଯାଇ ଧନୁର୍ବିଦ୍ୟା ଶିଖିବ ହେଲା। ହଁ ଅଜା ଧର କହିଲୁ ଧର ଏମିତି ଏମିତି ଏଇ ହେଲା ଧନୁର୍ବିଦ୍ୟା ଶିକ୍ଷା। ଆଚ୍ଛା ମୁଁ ତମ ଦୁଇ ଜଣଙ୍କୁ ଶିଖେଇବି ନାଇଁ ହଁ ତାହେଲେ ମୁଁ ତ ଧନୁ ଆଣିନି ତାହେଲେ ମତେ ଗୋଟେ ଧନୁସର ଦିଅ। ହଁ ଯେମିତି ଶିଖେଇବି ତମେ ସେମିତି ଶିଖିବ ହେଲା। ଦିଅ, ଦିଅ। ନାଇଁ ଅଜା ମୁଁ ଆଗ ଶିଖିବି। ଆରେ ତମ ଭିତରେ ନାଇଁ 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 ଅଜା ମୁଁ ଆଗ ଶିଖିବି। ଆରେ ରୁହ ମତେ ଯଦି ଆଶ୍ରମରେ କମଳା ଦବ ତାହେଲେ ମୁଁ ପଛେ ଶିଖିବି। ଅମାନିଆ ହୁଅ ନାହିଁ। ନାଇଁ ଅଜା ମୁଁ ଆଗେ ଶିଖିବି। ମୁଁ ବୁଢା ହୋଇଗଲାଣି। ନାଇଁ ଅଜା ନାଇଁ ହଉ ହଉ ହେଲା ତମେ ଦି ଜଣ ଯାକେ ଶିଖିବ ହଁ ଅଜା ଠିକ ଅଛି ହଁ ହେଲା। ଏଇଭଳି ଭାବରେ ଧରିବ। ହଉ ଆମର ଧନୁର୍ବିଦ୍ୟା ଶିଖେଇବା ତେଣୁ ଦେଖେ ଏମିତି ଧର। अरे बापरे बापरे ମୁଁ ବୁଢା ହୋଇଗଲାଣି। ତମେ ଯେମିତି ଧନୁର୍ବିଦ୍ୟା କରୁଛ ମୁଁ ହତାଶ ହେଇଗଲାଣି। ଆଚ୍ଛା ମୁଁ ଯେମିତି ଶିଖେଇଲି ତମେ ଦୁଇ ଜଣ ସେଇଭଳି ଭାବରେ କରିବ ହେଲା। ହଁ ଅଜା ଠିକ ଅଛି ନେ, ଧରେ ଦି ଜଣ ଯାକ ଯେମିତି ଶିଖେଇଲି ସେମିତି ଦୁଷ୍ଟ ନ ହୋଇ କର। ହଁ ଅଜା ମୁଁ ଏଇଠି ଠିଆ ହେଲି ତୁମେ ଧନୁର୍ବିଦ୍ୟା କର। अरे ରୁହ ସେତିକି ଥାଉ। ଆରେ ଲବକୁଶ ଆଡିକି ଆସ। ଆଚ୍ଛା ତମେ ତ ବିଦ୍ୟା ଶିଖିଲ ହଁ ଅଜା ଧନୁର୍ବିଦ୍ୟା ବି ଶିଖିଲ। ହଁ ଅଜା ତେବେ ମୁଁ ଯାଉଛି ହଁ ଅଜା ଆଶ୍ରମକୁ ଯାଉଛି। ହଁ ହଉ ରୁହ ରୁହ ଅଜା ରୁହ 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 ଅଜା ଯାଉଛ କୁଆଡେ? ଆଉ ଗୋଟେ ବିଦ୍ୟା ରହିଗଲା। ଖଣ୍ଡା ଆଉ ବିଦ୍ୟାଟା ପୁଣି- ରହିଗଲା। ଆରେ ଆଉ ପୁଣି କୋଉ ବିଦ୍ୟା? ଖଣ୍ଡା ବିଦ୍ୟାଟା ରହିଗଲା। ଏ ଅସ୍ତ୍ର ବିଦ୍ୟା ପୁଣି ଶିଖିବ? ଆଚ୍ଛା ଅସ୍ତ୍ର ଆଣିଛ? ହଁ ସବୁ ଆଣିଛୁ। ତ ଦେଖି ଅସ୍ତ୍ର କେମିତି ଆଇଲ ମୁଁ ଶିଖେଇବି। ଆଇଲ, ଆଣ। ଖୁସିବୁ ଏଇଠି ରୁହ ବାବା ରୁହ। ଆରେ ଅସ୍ତ୍ର କେମିତି ଧରାଯାଏ ସେ କଥା କଣ ଶିଖିଲଣି ତମେ? ସେଇଠି ପରା ଧରିଛୁ। ନାଇଁ ରେ ଲବକୁଶ ଆଉ ଏମିତି ଅସ୍ତ୍ର ଧରାଯାଏନି। ଏମିତି ଅସ୍ତ୍ର କେମିତି ଧରାଯାଏ
ମୁଁ ତମକୁ ଶିଖେଇ ଦଉଛି। କେମିତି ଏମିତି ଦେଖା? ଓଲଟା ଧରିଛ ନିଜ ପେଟରେ ନିଜର ଅସ୍ତ୍ର ଭୁଷି ହେଇଯିବ। ଜାଣିଛ ମୁଁ ତୁମକୁ ଅସ୍ତ୍ର ଶିକ୍ଷା ଶିଖେଇବି ତ? ହଁ ଶିଖେଇବି ତ? ହଁ କେମିତି ଅସ୍ତ୍ର ଧରନ୍ତି ମୁଁ ତମକୁ ଶିଖଉଛି। ହଁ ଅଜା ଦିଅ କାହା ଅସ୍ତ୍ର ମତେ ଦବ ଦିଅ। ନିଅ ଅଜା ମୁଁ ବଡଟା ବୁଝିଯିବି ଇଏ ବୁଝୁନି। ବୁଝିନୁ ତାହେଲେ କୁଶ? ନା ଇଏ ବୁଝୁନି। ଏ ସାନଟା ତ ଅମାନ୍ୟଟା ଆଉ। ଆଚ୍ଛା ହଉ। ଆରେ ଲବ କୁଶ ଏମିତି ଧର ଅସ୍ତ୍ର ଏମିତି ଧର। ଧରିଲୁ ଧରିଲୁ ତ? ଏଥର ଶିକ୍ଷା ଆରମ୍ଭ କରିବା ହେଲା। ଆସି ବାବାରେ ବାବାରେ ସେତିକି ଥାଉ ସେତିକି ଥାଉ। ତମେ ଦି ଜଣ ଶିକ୍ଷା ଅର୍ଜନ କରିବ ହେଲା। ମୁଁ ଯେମିତି ଶିଖେଇଲି ସେମିତି ଶିକ୍ଷା ଅର୍ଜନ କରିବ। ଲବ ଏଠିକି ଆସ। ଆଇଲି ଅଜା। ଦିଅ। ଅସ୍ତ୍ର ଧର। ଦୁଇ ଜଣ ସାବଧାନ ସହିତ ଶିକ୍ଷା ନେବ ହଁ ହେଲା। ଅଜା ଠିକ ଅଛି। ହଁ ମୁଁ ଏଠି ଦେଖୁଛି ତମେ କେମିତି ଅସ୍ତ୍ର ବିଦ୍ୟା ମୋଠୁ ହଁ ଶିକ୍ଷା ନବ ଅଜା ହେଲା। ହଁ ଆରେ ଲବ କୁଶ ଅଜା ଆରେ ତମେ ତ ବିଦ୍ୟା ଶିକ୍ଷା ସାରିଦେଲ। ହଁ ଅଜା ଧନୁର୍ବିଦ୍ୟା ସାରିଦେଲ। ଅଜା ଏଥର ଖାଲି ହାଣିବୁ। ଏଥର ଏ ଅସ୍ତ୍ର ବିଦ୍ୟା ସାରିଦେଲ। ଏ ତ୍ରିଭୁବନରେ ତ ତମ ଭଳିଆ ବୀର ଆଉ କେହି ରହିବେନି ରେ। ହଉ ଏଇଟା ଥୋଇ ଦେଇକି ଆସ। ଅନେକ କଥା ଅଛି ମୁଁ କହିବି ହେଲା। ସେଠି ଅଜା। ଥୋଇ ଦିଅ ଏଇଟା। ହଁ ଅଜା ଆରେ ଲବ କୁଶ ଅଜା ତମେ ଜାଣିଛ ଅଜା ସବୁ ବିଦ୍ୟାରେ ତୁମେ ପାରଙ୍ଗମରେ ଲବ କୁଶ। ଅଜା अरे पवित्र सूर्य वंशर हे नंदन नंदन मोहरी आश्रमे होइल जन्म। अरे पवित्र सूर्य वंशर नंदन मोहर आश्रमे होइल जन्म। अरे गोटिए हीरा को गोटिए कांचन जानकीर तुमे गलार रतन। अरे गोटिए हीरा को गोटिए कांचन
ଜାନକୀର ତୁମେ ହୃଦର ଚନ୍ଦନ সিংহ পরিবলটে আরে সিংহ পরিবলটে তুমর 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 জিণি ন পারিবে সের ঘুরাণ আশ্রমে আসিলে জনক তনই তাঙ্ক গর্ভু তুম্হে অট দুই ভাই আশ্রমে আসিলে জনক তনই তাঙ্ক গর্ভু জাত হেল দুই ভাই সিংহ পরিবল অটে তুমর 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 ইয়ে মোহরি আশ্রমে হইল জন্ম আরে লবকুশ আরে এথর তো সব বিদ্যারে পারঙ্গম হল আজঠারু ইয়ে উদ্যানর দায়িত্ব তোমাকে দেলি রে লবকুশ ইয়ে উদ্যানরে অনেক ব্যাঘ্র ভালু সিংহ সমস্তে অছন্তি রে লবকুশ তাଙ୍କୁ দেখি ତମେ ଜମା ଭୟ କରିବନି ରେ ଲବକୁଶ ଆଉ ଯଦି ଭୟ ଲାଗିଲା ତାହେଲେ କଣ କରିବ କହିବି ନାଇଁ ଆଉ ଗୋଟେ କଥା ଅଛି ରେ ଇଏ ସବୁ ବିଦ୍ୟାରେ ସିନା ପାରଙ୍ଗମ ହେଇଗଲ କିନ୍ତୁ ଭୟ ଲାଗିଲେ କଣ କରିବ କହିବି ଡାକରେ ডাকরে সীতারাম মুখে ভজরে ଯେଉଁଠି ପଡ଼ିବ ବିପତ୍ତି ତୁମକୁ ରଖିବେ ସେ ସୀତା ରାମ ହେ ତୁମକୁ সর্ব বিপত্তি সেহু হরিবরে সীতারাম নাম জপরে ଏଥର ସବୁ ଶିକ୍ଷା ସରିଗଲା ବିପତ୍ତି ପଡ଼ିଲେ ସୀତାରାମକୁ ଭୋଜିବ ରେ ଲବକୁଶ ତୁମକୁ ଆଉ କୌଣସି ବିପତ୍ତି ପଡ଼ିବ ନାହିଁ ଆଜଠାରୁ ଏ ଆଶ୍ରମର ଦାୟିତ୍ୱ ତୁମକୁ ଦେଲି ରେ ଲବକୁଶ ଏଥର ମୋର ତପସ୍ୟା ବେଳ ହେଇଗଲା ଆସୁଛି ଯାଉଛି ନାଇଁ ଅଜା ରୁହ 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 ନା
ଅଜା ତେମେ ତ ଗଲ ହରି ଆମେ କଣ ସେମିତି ଯିବୁ? ନା 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 ଦେବ ହବନି, ମୁଁ କାନ୍ଧରେ ଯିବି। ନା 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 କାନ୍ଧରେ ଆମେ 2 ଜଣ ଯିବୁ। କଣ କହିଲ ଲବକୁଶ? ହଁ ଅଜା ନହେଲେ ଆମେ ଯିବୁନୁ ଯା। ଆରେ ପିଲାବେଳେ ମୁଁ କେତେ କାନ୍ଧରେ ବୁଲେଇଛି ରେ ତୁମକୁ। ଏଣିକି ପୁରା ବୁଢା ହେଇଗଲାଣି, ଆଉ କାନ୍ଧରେ ନେଇପାରିବିନି, ମତେ ଛାଡ଼। ନାଇଁ ଅଜା ଆମେ ଜାଣିନୁ। ନାଇଁ ଅଜା ରୁହ, ଆମେ ଯିବୁ। ଆଚ୍ଛା ତାହେଲେ ତମେ ମୋ କାନ୍ଧରେ ବସିଯିବ? ହଁ ଅଜା। କେମିତି ନେବି? ତାହେଲେ ତୁ ଗୋଟେ ଧ, ଏଇଟା ତୁ ଗୋଟେ ଧ, ହେଲା। ମୁଁ ଆଗ ଦେଖେ କାନ୍ଧରେ ମୁଁ ନେଇପାରୁଛି କି ନାଇଁ। ଦାଢି ଉପାଡ଼ି ଦେବି। ଏ ଦାଢି ତ ଉପୁଡିଯିବ। ହଁ ଉପାଡ଼ି ଦେବି ଆଜି। ସେ ଭୁଲ କରନା, ମୁଁ ତୁମକୁ କାନ୍ଧରେ ବସେଇକି ନେଇଯିବି, ହେଲା। ଆଚ୍ଛା ତମେ ମତେ ଗୋଟେ ଗୀତ ଗାଇକି ଶୁଣେଇବ, ହେଲା। ବୁଲିବୁ ତ? ଆଚ୍ଛା ମୋ ଲବକୁଶବରୀ କେହି ନାହିଁ। ଆଚ୍ଛା ହଉ, ଏଇଟା ମୁଁ ଝୁଲି ମୁଣାଟା କୋଉଠି ଥୋଇବି? ଥାଉ ସେ କାନ୍ଧରେ ଥାଉ, ମୋ କାନ୍ଧରେ ତୁମେ ବସ। କେମିତି ତୁମେ ଗୀତ ଗାଉଛ ମୁଁ ଟିକେ ଦେଖିବି, ହେଲା। ଦାଢି ଓପାଡ଼ି ସାରିଲଣି ଆଉ ତମକୁ କାନ୍ଧରେ ନ ନେଲେ ସବୁ ଯାହା ଟିକେ ଅଛି ସବୁ ତଳେ ପଡିଯିବ। ଆଚ୍ଛା ହଉ ଲବକୁଶ, ଏବେ ରେଡି? ତାହେଲେ ବସିଲ। ଆଣ୍ଠୁ ମାଡ଼ି ବସିବି? ଆଚ୍ଛା ବସ।